ଆପଣ ଇନଷ୍ଟାଗ୍ରାମ ନୋଟ ରେ ଦେଖିଥିବେ କେତେ ଜଣ ଏମିତି ରଖିଥାଉଛନ୍ତି ନୋଟ ରେ ମ୍ୟୁଜିକ ହଉ କି ଟେକ୍ସଟ ହଉ କି ଇମୋଜି ହଉ ଯାହା ରଖୁଛନ୍ତି ରଖନ୍ତୁ, କିନ୍ତୁ ଏମିତି ଯୋଉ ଉପରେ ଗୋଟେ କର୍ଣ୍ଣର ରେ ଗୋଟେ ଆସୁଛି ଇମୋଜି ଟା ଗୋଟେ ବଢିଆ ଲାଗୁଛି, ଇଣ୍ଟରେଷ୍ଟିଂ ଲାଗୁଛି ଦେଖିବାକୁ। ଏଇଟା କେମିତି ହଉଛି? ଏଇଟା ମାନେ ରଖିବାଟା ପୁରା ସହଜ ଭାଇ। ଆପଣ ଜାଣିଲା ପରେ କହିବେ ଆରେ ଏତେ ସହଜ ଥିଲା, ଏଇଟା କାହିଁ ମୁଁ ଆଗରୁ ଜାଣିନଥିଲି। ତ ଚାଲନ୍ତୁ ମୁଁ ଆପଣଙ୍କୁ ରଖିକି ଦେଖେଇ ଦଉଛି। ହେଲେ ତାହା ପୂର୍ବରୁ ଭିଡିଓକୁ ଗୋଟେ ଲାଇକ୍ କରନ୍ତୁ ଏବଂ ଚ୍ୟାନେଲକୁ ନ ଆସିଲେ ବର୍ତ୍ତମାନ ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନକୁ ପ୍ରେସ କରି ଅଲ୍ କ୍ଲିକ୍ ରଖିବାକୁ ଜମାରୁ ବି ଭୁଲନ୍ତୁ ନାହିଁ। ଫାଷ୍ଟ ମୁଁ ଇନଷ୍ଟାଗ୍ରାମ କୁ ଓପନ କଲି। ଓପନ କରିସାରିବା ପରେ ଯୋଉଠି ମେସେଜ ହଉଛି ବା ଡିଏମ ହଉଛି ସେଠିକୁ ମୁଁ ଆସିଗଲି। ଆସିଗଲା ପରେ ଏଠାରେ ଯୋଉ ଆପଣ ଦେଖିବାକୁ ପାଉଥିବେ ଏଠି ଆପଣଙ୍କର ପ୍ରୋଫାଇଲ ଉପରେ ମାନେ ଆପଣଙ୍କର ଯୋଉ ଡିପି ରହିଲା, ଆପଣଙ୍କର ଯୋଉ ପ୍ରୋଫାଇଲ ଫଟୋ ରହିଲା ତାର ଉପରେ ଗୋଟେ ଥିବ ନୋଟ ପାଇଁ। ତ ସିମ୍ପଲି ତାର ଉପରେ ଗୋଟେ କ୍ଲିକ୍ କରିବେ। ତା ପୂର୍ବରୁ ମୁଁ ଆପଣଙ୍କୁ ଦେଖେଇ ଦଉଛି। ଏଠି ଦେଖିବାକୁ ପାଉଥିବେ ମୁଁ ଯେମିତି ନୋଟ ରେ ରଖିଛି ଏଠି ହେଲା, ଏଠି ଗୋଟେ ଇମୋଜି ଶୋ ହଉଛି ନା। ଏବେ ଆଉ ଜଣକ ବି ଦେଖିବାକୁ ପାଉଥିବେ ଏଠି ଗୋଟେ ଇମୋଜି ଶୋ ହଉଛି କର୍ଣ୍ଣର ରେ। ଏଇଟା କେମିତି ହଉଛି? ଏଇଟା ଗୋଟେ ଇଣ୍ଟରେଷ୍ଟିଂ ଲାଗୁଛି ଦେଖିବାକୁ। କଲର ତ ରଖିଦେବେ, ଏଇଟା ବି ସହଜ କଲର ରଖିବାଟା। ତା ସହିତ ଏଇ ଯୋଉ ଇମୋଜି ଆସୁଛି କେମିତି, ତ ଏଇଟା ରଖିବା ପାଇଁ ଆପଣ ସିମ୍ପଲି ଆପଣଙ୍କ ନୋଟ ରେ କ୍ଲିକ୍ କରିବେ। କ୍ଲିକ୍ କରିସାରିବା ପରେ ଏଠି ଯୋଉ ରହିଛି ନୋଟ ରେ ଟାଇପ କରିବାକୁ ଥିଲେ କରିପାରିବେ, କିନ୍ତୁ ଆମର କାମ କଣ? କାମ ରହିଲା ଏଇଠି। ତ ଏଇ ଯୋଉ ଆଇକନ ରହିଲା କଲର ଆଇକନ, ଏଠି କ୍ଲିକ୍ କରନ୍ତୁ। ଭଲସେ ଦେଖନ୍ତୁ, ଗୋଟେ ଛୋଟ ଆଇକନ ରହିଛି କଲର ଆଇକନ ରେ କ୍ଲିକ୍ କରିବେ। କ୍ଲିକ୍ କରିବା ପରେ ଏଠି ଦେଖିବାକୁ ମିଳିଯାଉଛି ଇମୋଜିର ଆଇକନ, ଯେଉଁଠି କ୍ଲିକ୍ କରିକି ଆପଣ ବଢିଆ ବଢିଆ ଇଣ୍ଟରେଷ୍ଟିଂ ଇମୋଜି ଆଡ କରିପାରିବେ। ଓକେ, ଆଉ କଲର ଯଦି କହିବା, କଲର ତ ଏଠି ରହିଛି ରାଇଟ ସାଇଡ କୁ ଆପଣ ସ୍ୱାଇପ କରିକି ଚେକ୍ କରିପାରିବେ। ଯେଉଁ କଲର ଦରକାର ସେଇ କଲରରେ ଆପଣ ସିଲେକ୍ଟ କରିକି ଆପଣ ଏଠି ରଖିପାରିବେ। ମତେ କଲର ଦରକାର ରେଡ୍, ତ ରେଡ୍ ରଖିଲି। ଆଉ ଏଇ ଇମୋଜି ଯୋଉ ରହିଲା, ଇମୋଜିରେ ମୁଁ କ୍ଲିକ୍ କରୁଛି। କ୍ଲିକ୍ କରିବା ପରେ ଏଠି ଦେଖିବାକୁ ମିଳିଯିବ, ୱେଟ୍ ମୁଁ ଇମୋଜିରେ କ୍ଲିକ୍ କରୁ। ଦେଖନ୍ତୁ ଇମୋଜିରେ କ୍ଲିକ୍ କରିବା ପରେ ଏଠି ଆସିଗଲା ଇମୋଜି। ଆପଣ ଏଠି ଚାହିଁଲେ ଇମୋଜି ସର୍ଚ୍ଚ ବି କରିପାରିବେ, ନହେଲେ ଆପଣ ତଳେ ଅଲଗା ଅଲଗା କ୍ୟାଟେଗୋରୀ ୱାଇଜ ବି ଆପଣ ଚେକ୍ କରିପାରିବେ, ନହେଲେ ସ୍କ୍ରୋଲ ଡାଉନ କରିକି ଏଇଭଳି ଆପଣ ଯାଇପାରିବେ। ଓକେ, ଯୋଉଟା ଆପଣଙ୍କୁ ଭଲ ଲାଗୁଛି ସେଟା ରଖନ୍ତୁ। ସପୋଜ ମତେ ଏଇଟା ରଖିବାର ଅଛି, ତ ମୁଁ ଏଟାକୁ ରଖିଦେଲି। ଦେଖିବାକୁ ପାଉଥିବେ ଇମୋଜି ଆସିଗଲା। ତ କଲର ଯଦି ମତେ ଏଠି କିଛି ଚେଞ୍ଜ କରିବାର ଅଛି, ତ ଏଠି ମୁଁ ଚେଞ୍ଜ ବି କରିପାରିବି। ଦେଖିଲେ ନା, ଯଦି ଆପଣ ଏଇଟା ସେଟ୍ କରିଦେଲେ ମାନେ ଆପଣ ରଖିଦେଲେ ଯୋଉଟା ରଖିବାକୁ ଚାହୁଁଛନ୍ତି, ତ ସିମ୍ପଲି ତଳେ ଆପ୍ଲାଏ ଯୋଉ ରହିଛି ଆପ୍ଲାଏ ରେ କ୍ଲିକ୍ କରିଦେବେ। କ୍ଲିକ୍ କରିବା ପରେ ଏଠି ଆସିଗଲା। ଆପଣ ଯଦି କିଛି ନୋଟ ରେ ଟାଇପ କରିକି ଟେକ୍ସଟ ରଖିବାକୁ ଚାହୁଁଛନ୍ତି ରଖିପାରିବେ। ଆଉ ଯଦି ଏବେ କିଛି ମ୍ୟୁଜିକ ଏଡ୍ କରିବାକୁ ଚାହୁଁଛନ୍ତି, ତ ସିମ୍ପଲି ମ୍ୟୁଜିକ ରେ କ୍ଲିକ୍ କରିବେ। କ୍ଲିକ୍ କରିସାରିବା ପରେ ଏଠି ଆପଣଙ୍କୁ ଗୁଡେ ସାରା ମ୍ୟୁଜିକ ଦେଖିବାକୁ ମିଳିଯିବ। ଯୋଉଟା ରଖିବାକୁ ଚାହୁଁଥିବେ ସିମ୍ପଲି ତାର ଉପରେ ଗୋଟେ କ୍ଲିକ୍ କରିଦେବେ। ମ୍ୟୁଜିକ ରେ କ୍ଲିକ୍ କରିବା ପରେ ଆପଣ ଏଠି ଯୋଉ ତଳେ ଆଇକନ ରହିଛି ରଖିବା ପାଇଁ, ସିମ୍ପଲି ତାର ଉପରେ କ୍ଲିକ୍ କରିକି ଏଠୁ ଆପଣଙ୍କ ଆକର୍ଡିଂଲି ସେଟ୍ କରିକି ଫିନିଶ ରେ କ୍ଲିକ୍ କରିଦେବେ। ଫିନିଶ ରେ କ୍ଲିକ୍ କରିବା ପରେ ଏଠି ମ୍ୟୁଜିକ ଟା ଆସିଯିବ। ଆଉ କିଛି ଟେକ୍ସଟ ଯଦି ଲେଖିବାକୁ ଚାହୁଁଛନ୍ତି ବା ଏଠି ଆହୁରି ପୁଣି କଣ ଇମୋଜି ଏଡ୍ କରିବାକୁ ଚାହୁଁଛନ୍ତି କରିପାରିବେ ଆପଣଙ୍କ ଆକର୍ଡିଂରେ। ଦେନ୍ ଆପଣ ଏଠି ସେୟାର ୱିଥ ଫ୍ରେଣ୍ଡସ୍ ଯୋଉ ରହିଛି, ଯଦି ଆକୁ ମଧ୍ୟ ଆପଣ ଚେଞ୍ଜ କରିବାକୁ ଚାହୁଁଛନ୍ତି ତ ଆପଣଙ୍କ ଆକର୍ଡିଂରେ ଚେଞ୍ଜ ବି କରିପାରିବେ। ତାପରେ ଆପଣ ଫାଇନାଲି ସେୟାର ରେ କ୍ଲିକ୍ କରିଦେବେ। କ୍ଲିକ୍ କରିସାରିବା ପରେ ଆପଣଙ୍କର ବି ରହିଗଲା ନୋଟ ରେ ଦେଖିବାକୁ ପାଉଥିବେ ଯୋଉ ଇମୋଜି ରହିଲା ଲେଫ୍ଟ ସାଇଡ ର କର୍ଣ୍ଣର ରେ ଦେଖନ୍ତୁ ଯୋଉ ନୋଟ ରହିଲା ନୋଟ ର ଉପରେ। ତ ଏଇଟା ଗୋଟେ ଇଣ୍ଟରେଷ୍ଟିଂ ଲାଗୁଛି। ତ ଜାଣିଗଲେ ନା କେମିତି ହଉଛି। ସୋ ଏବେ ଆପଣ ଜାଣିଗଲେ କେମିତି ଇନଷ୍ଟାଗ୍ରାମ ନୋଟ ରେ ଏଇ ଟାଇପ ର ଇମୋଜି ରଖାଯାଏ। ତ ପୁରା ସହଜ ଥିଲା। ଭିଡିଓ ହେଲ୍ପ କରିଥିଲେ ଲାଇକ୍ କରିବେ ଆଉ କମେଣ୍ଟ କରିକି ଜଣେଇବେ କେମିତି କଣ ଲାଗିଲା। ସେୟାର ତ ନିହାତି ଭାବରେ କରିଦେବେ। ଆଉ ଏଇଟା ବି ହେଲ୍ପଫୁଲ କଣ୍ଟେଣ୍ଟ ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ କରିବାକୁ ଭୁଲିବେନି। ଆଉ ଯଦି ମତେ ଇନଷ୍ଟାଗ୍ରାମ, ଫେସବୁକ ଆଣ୍ଡ ହ୍ୱାଟ୍ସଆପ ରେ ଫଲୋ କରନାହାନ୍ତି ଫଲୋ କରିନିଅନ୍ତୁ। ଡିସ୍କ୍ରିପ୍ସନ ରେ ଲିଙ୍କ ରହିଛି, ଚେକ୍ ଆଉଟ୍ କରିନେବେ। ପୁଣି ଦେଖା ହବା ଗୋଟେ ନୂଆ ଇଣ୍ଟରେଷ୍ଟିଂ ଭିଡିଓରେ। ସେଠି ପର୍ଯ୍ୟନ୍ତ ମତେ ବିଦାୟ ଦିଅନ୍ତୁ। ବାଏ ବାଏ, ଟେକ୍ କେୟାର।